ଏବେ କିଷାନ ଯୋଜନା ନେଇ ଆସିଲା ଏକ ବହୁତ ବଡ଼ ଖୁସିର ଖବର। ଆଗରୁ ଭାଇମାନେ ଜାଣିଥିବେ କିଷାନ ଯୋଜନାରେ ଆପଣମାନଙ୍କୁ 2000 ଟଙ୍କା ମିଳୁଥିଲା। ବର୍ତ୍ତମାନ ତାହା 4000 ଟଙ୍କା ମିଳିବ। ସେଥିପାଇଁ ଆପଣମାନଙ୍କୁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଯଦି ଏହି ଚ୍ୟାନେଲର ପ୍ରଥମ ଥର ଆସିଛନ୍ତି ଆପଣ, ତାହେଲେ ଏହି ଚ୍ୟାନେଲର ପ୍ରଥମେ ଲାଇକ୍ ଏବଂ ସବସ୍କ୍ରାଇବ୍ ନିହାତି କରନ୍ତୁ। ଏଇଭଳି ଆପଣମାନେ ପୁରା ଇନଫର୍ମେସନ୍ ପାଇବା ପାଇଁ। ଆପଣମାନେ ତ ଜାଣିଥିବେ ବର୍ତ୍ତମାନ କୃଷକମାନଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ସରକାର ବହୁତ ପ୍ରକାର ଶକ୍ତିଶାଳୀ ଯୋଜନା ଚାଲୁ କରୁଛନ୍ତି। ଯେଉଁ ଯୋଜନାରେ ଚାଷୀମାନଙ୍କୁ ବହୁତ ସାରା ବେନିଫିଟ୍ ମିଳିବାକୁ ଆପଣମାନଙ୍କୁ ଦେଖିବାକୁ ମିଳୁଛି। ଇତିମଧ୍ୟରେ ଚାଷୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଯେଉଁ ଆପଣ ଯଦି ଏକ କ୍ଷୁଦ୍ର ଚାଷୀ, ତାହେଲେ ଆପଣମାନଙ୍କ ପାଇଁ ବହୁତ ବଡ଼ ଖୁସିର ଖବର। ଏହି ମଧ୍ୟରେ PM କିଷାନ ଯୋଜନାରେ ବର୍ତ୍ତମାନ ଆଗରୁ ପାଉଥିଲେ 2000 ଟଙ୍କା, ବର୍ତ୍ତମାନ ଆଉ ସେହା ବଢ଼ିଯାଇ 4000 ଟଙ୍କା ମିଳିବ। ହାଲାକି ଏହି ସବୁ ଖବର ଗଣମାଧ୍ୟମରେ ଚାଲିଛି, କେନ୍ଦ୍ରରେ ଏପର୍ଯ୍ୟନ୍ତ ବଜେଟ୍ ହେଇନାହିଁ। ସେଥିପାଇଁ ଯେଉଁମାନେ PM କିଷାନ ଆଗରୁ ଆପ୍ଲାଏ କରିନାହାନ୍ତି ବା ଆପଣ ଯେଉଁ କରିଛନ୍ତି ଆପଣଙ୍କର କୌଣସି ଏକ ଭୁଲବଶତଃ ରହିଛି, ତାହା ଜଲ୍ଦି ସୁଧାର କରିନିଅନ୍ତୁ। କାହିଁକିନା ଆଗକୁ ଆପଣମାନଙ୍କୁ ବହୁତ ଅସୁବିଧା ହେବ। ଯଦି ଆପଣ PM କିଷାନ ପାଉଛନ୍ତି ବା ଆପଣ ଜାଣିପାରୁନାହାନ୍ତି PM କିଷାନ ପଇସା କି ଆପଣଙ୍କର କାଳିଆ ପଇସା, ତାହେଲେ ଆପଣ PM କିଷାନର ଆପଣ ଷ୍ଟାଟସ୍ ଚେକିଂ କରିପାରନ୍ତି। ଯଦି ଆପଣ ଜାଣୁଛନ୍ତି ଆପଣଙ୍କର ପାଉଛନ୍ତି ବା ଆପଣ EKYC କରିନାହାନ୍ତି, ତାହେଲେ EKYC ନିହାତି କରିନିଅନ୍ତୁ। କାହିଁକିନା EKYC ହେଉଛି ମଣ୍ଡେଟରୀ। ଆପଣ EKYC ଦୁଇ ପ୍ରକାର କରିପାରିବେ। ଗୋଟେ ହେଉଛି ଆପଣ ଆଧାର ଲିଙ୍କ ଦ୍ୱାରା କରିପାରିବେ, ଆଉ ଏବଂ ଅନ୍ୟ ଗୋଟେ ଆପଣଙ୍କର CSC ସେଣ୍ଟର ଯେଉଁଠି ଥିବ ସେହି ସେଣ୍ଟରରେ ଯାଇକି ଆପଣ ଆଧାର ଦେଇକି ଆଙ୍ଗୁଳି ଚିହ୍ନ ଦେଇକି ଆପଣ କରିପାରିବେ। ଏଠି ଆପଣ ଦେଖିପାରୁଥିବେ ଏଠି EKYC ଆପଣ EKYC ଆଧାର ସହିତ ମୋବାଇଲ ନମ୍ବର ହେଉଛି ବହୁତ ସହଜ। ଯଦି ଆପଣ ନୂଆ ହେଇଥିବେ ତାହେଲେ ଆପଣ ଏଠି ବର୍ତ୍ତମାନ ବି ସୁଦ୍ଧା ସମୟ ଅଛି, ଆପଣ ଆପ୍ଲାଏ କରିନିଅନ୍ତୁ। କାହିଁକିନା ବର୍ତ୍ତମାନ ଓଡ଼ିଶାରେ BJP ସରକାର ଅଛି। BJP ସରକାର ହୁଏତ ଆପଣମାନଙ୍କର PM କିଷାନ ଆପ୍ରୁଭ୍ ହେଇଯାଇପାରିବ। ଯଦି ଆପଣ PM କିଷାନ ଆପ୍ଲାଏ କରିଛନ୍ତି, ଆଗରୁ କୌଣସି ପଇସା ପାଉନାହାନ୍ତି, ତାହେଲେ ଆପଣ ଷ୍ଟାଟସ୍ ସେଲ୍ଫ ରେଜିଷ୍ଟର ଫାର୍ମର ଉପରେ କ୍ଲିକ୍ କରିକି ଆପଣ ଆଧାର ନମ୍ବର ଦେଇକି ଏଠି ଆଧାର ନମ୍ବର ଦେବେ ପ୍ରଥମେ, ତାପରେ କ୍ୟାପଚା ଦେବେ, ସର୍ଚ୍ଚ ଉପରେ କ୍ଲିକ୍ କରିବେ। ଆପଣଙ୍କର ଡକୁମେଣ୍ଟ କେଉଁ ଜାଗାରେ ଅଟକିଛି ଆପଣ ଜାଣିପାରିବେ। ଯଦି ଆପଣଙ୍କର ଡକୁମେଣ୍ଟ ଏପର୍ଯ୍ୟନ୍ତ ଆପଡ଼େଟ୍ ହେଇନି, ତାହେଲେ ଏଠି ଆଧାର ନମ୍ବର ଦିଅନ୍ତୁ ଏବଂ ଏଠି କ୍ୟାପଚା ଦିଅନ୍ତୁ ଏବଂ ଆପଡ଼େଟ୍ କରିନିଅନ୍ତୁ। ତାପରେ ଆପଣଙ୍କର ଆଧାର ସହିତ PM କିଷାନର ଯେଉଁ ନାଁ ଅଛି ତା ଭୁଲ ଅଛି, ତାହେଲେ ଏଠି ଆପଣ କୌଣସି ମୋବାଇଲ ବା ଅଥେଣ୍ଟିକେସନ୍ ସାହାଯ୍ୟରେ ଆପଣ କରିପାରିବେ, କିମ୍ବା ଆପଣ CSC ସେଣ୍ଟରକୁ ଯାଇକି ଆପଣ ମଧ୍ୟ ଏହା କରିପାରିବେ। ଏହା କରାଇ ନିଅନ୍ତୁ। କାହିଁକିନା PM କିଷାନର ହେଉଛି 3 ପ୍ରକାର ପ୍ରୋବ୍ଲେମ୍ ଦୃଷ୍ଟିରୁ ଆପଣଙ୍କର ପଇସା ମିଳେନି। ଏକ ତ PM କିଷାନର EKYC ନିହାତି ହେବା ଦରକାର। 2ରେ ଆପଣଙ୍କର ଲ୍ୟାଣ୍ଡ ସିଡ଼ିଂ ହେଉଛି ଆପଣଙ୍କର ଯେଉଁ କୃଷକ ଓଡ଼ିଶା ନିହାତି ହୋଇଥିବା ଦରକାର। 3ରେ ଆପଣଙ୍କର NPCI ଆପଣଙ୍କର ଯେଉଁ ବ୍ୟାଙ୍କ ସହିତ ଆଧାର ସିଡ଼ିଂ ନହେଲେ ବି ଆପଣଙ୍କର ପଇସା ମିଳେ ନାହିଁ। ଜଲ୍ଦି ଆପଡ଼େଟ୍ କରିନିଅନ୍ତୁ, କାହିଁକିନା ଆପଣମାନଙ୍କ ପଛକୁ ବହୁତ ଅସୁବିଧା ହେବ।